ଘୋଷଣା ହେବ ମହଙ୍ଗା ଭତ୍ତା 3 ମାସର ବକେୟା। ବର୍ଷ ଆରମ୍ଭରେ ପ୍ରଦାନ କରାଯାଉଥିବା ମହଙ୍ଗା ଭତ୍ତା ଡିଏ ଏବଂ 2024 ବର୍ଷ ପାଇଁ ପେନ୍ସନଭୋଗୀଙ୍କ ପାଇଁ ମହଙ୍ଗା ରିଲିଫ୍ ଡିଆର୍ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହି ବିଳମ୍ବ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ମଧ୍ୟରେ ଯାହା 10 ନିୟୁତରୁ ଅଧିକ କର୍ମଚାରୀ ଏବଂ ପେନ୍ସନଭୋଗୀ ଚିନ୍ତାକୁ ବୃଦ୍ଧି କରିଛି। ଫଳସ୍ୱରୂପ ଏକ କର୍ମଚାରୀ ସଂଗଠନ ଏବେ ଏହି ପ୍ରସଙ୍ଗକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟକୁ ପଠାଇଛି। ଆସନ୍ତୁ ଆଜି ଆମେ ଏହି ଅପଡେଟ୍ ବିଷୟରେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। କିନ୍ତୁ ଏହି ସମୟରେ ଯଦିଓ ଏପ୍ରିଲ ମାସର ଅଧା ବିତି ଯାଇଛି, ସରକାରଙ୍କ ଦ୍ୱାରା କୌଣସି ସରକାରୀ ବିଜ୍ଞପ୍ତି ଜାରି କରାଯାଇ ନାହିଁ। ଏହା ହେଉଛି କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ମଧ୍ୟରେ ଅନିଶ୍ଚିତତାର ଭାବନା ବୃଦ୍ଧି ପାଇବାର ପ୍ରାଥମିକ କାରଣ। କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଶ୍ରମିକ ସଂଘ କର୍ମଚାରୀ ସଂଗଠନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ନିଜର ଚିନ୍ତା ବ୍ୟକ୍ତ କରିଛି। ସେମାନେ ଉଲ୍ଲେଖ କରିଛନ୍ତି ଯେ ଜାନୁଆରୀ 1 ତାରିଖରୁ ପ୍ରତିବର୍ଷ କାର୍ଯ୍ୟକାରୀ ହେଉଥିବା ଡିଏ ଏବଂ ଡିଆର୍ ସାଧାରଣତଃ ମାର୍ଚ୍ଚ ଶେଷ ସୁଦ୍ଧା ଘୋଷଣା କରାଯାଏ, କିନ୍ତୁ ଏହି ବର୍ଷ ଏହା ହୋଇନାହିଁ। ଏହି ପରିସ୍ଥିତି କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ମଧ୍ୟରେ ବର୍ଦ୍ଧିତ ଅସନ୍ତୋଷ ଏବଂ ଚିନ୍ତାକୁ ପ୍ରୋତ୍ସାହିତ କରୁଛି। ଏହି ମାମଲାରେ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରିବାକୁ ସଂଗଠନ ଅର୍ଥମନ୍ତ୍ରୀଙ୍କୁ ନିବେଦନ କରିଛି। ବର୍ତ୍ତମାନ କର୍ମଚାରୀମାନେ 58% ଡିଏ ପାଉଛନ୍ତି, ଯାହା 1 ଜୁଲାଇ 2025ରୁ କାର୍ଯ୍ୟକାରୀ ହେଉଛି। ଏହା ଅନୁମାନ କରାଯାଉଛି ଯେ ସରକାର ଏହାର ଅନୁମୋଦନ ପ୍ରଦାନ କରିବା ମାତ୍ରେ ପ୍ରାୟ 2% ବୃଦ୍ଧି ହୋଇପାରେ, ଯାହା ଡିଏ ସ୍ତରକୁ 60%କୁ ବୃଦ୍ଧି କରିବ। ମଞ୍ଜୁର ହେବା ପରେ ଜାନୁଆରୀରୁ ମାର୍ଚ୍ଚ 2026 ପର୍ଯ୍ୟନ୍ତ ବକେୟା ପ୍ରାପ୍ୟ ମଧ୍ୟ ଏକକାଳୀନ ପ୍ରଦାନ କରାଯିବ। ଏଥର ବିଳମ୍ବର କାରଣ ଭାବରେ କୌଣସି ନୀତି ସମ୍ବନ୍ଧୀୟ ପରିବର୍ତ୍ତନକୁ ଦର୍ଶାଯାଇ ନାହିଁ, ବରଂ ପ୍ରଶାସନିକ ଏବଂ ସାଂଗଠନିକ କାରଣକୁ କାରଣ ଭାବରେ ଦର୍ଶାଯାଇଛି। ଏହି ବିଳମ୍ବ ପଛରେ ଅଷ୍ଟମ ବେତନ କମିଶନ ପ୍ରତିଷ୍ଠା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା କାରଣ ବୋଲି ବିଶ୍ୱାସ କରାଯାଉଛି। ସରକାର ନୂତନ ବେତନ ଗଠନ ଏବଂ ଫିଟମେଣ୍ଟ ଫ୍ୟାକ୍ଟର ସହିତ ମହଙ୍ଗା ଭତ୍ତା ଡିଏକୁ ସଜାଡ଼ିବା ପାଇଁ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ଏହା ବ୍ୟତୀତ ମୁଦ୍ରାସ୍ଫୀତି ସଂଖ୍ୟା ସିପିଆଇ ଆଇଡବ୍ଲ୍ୟୁ ଚୂଡ଼ାନ୍ତ କରିବା ଏବଂ କ୍ୟାବିନେଟ୍ ଅନୁମୋଦନ ପାଇବା ପ୍ରକ୍ରିୟା ଏଥର ସାଧାରଣ ଅପେକ୍ଷା ଅଧିକ ସମୟ ନେଉଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଯେ ଭତ୍ତା 60% ଛୁଇଁବା ମାତ୍ରେ ମୂଳ ବେତନରେ ଡିଏ ମିଶ୍ରଣ ସମ୍ପର୍କରେ ଆଲୋଚନା ଆରମ୍ଭ ହୁଏ। ଯେହେତୁ ଏହା ଏକ ପ୍ରମୁଖ ଆର୍ଥିକ ନିଷ୍ପତ୍ତି, ତେଣୁ ସରକାର ଏହି ପ୍ରସଙ୍ଗରେ ସତର୍କତା ଅବଲମ୍ବନ କରୁଛନ୍ତି। ଏହା କେବଳ ଗୋଟିଏ ସଂଗଠନ ନୁହେଁ, ଅଲ୍ ଇଣ୍ଡିଆ ଏନ୍ପିଏସ୍ ଏମ୍ପ୍ଲୋଇଜ୍ ଫେଡେରେସନ୍ ଭଳି ଅନେକ ଅନ୍ୟ କର୍ମଚାରୀ ସଂଘ ମଧ୍ୟ ସରକାରଙ୍କୁ ଶୀଘ୍ର ନିଷ୍ପତ୍ତି ନେବାକୁ ଅନୁରୋଧ କରୁଛନ୍ତି। ସମସ୍ତଙ୍କ ନଜର ଏବେ ଅର୍ଥ ମନ୍ତ୍ରାଳୟ ଉପରେ ରହିଛି। ଯଦି ସରକାର ଡିଏ ବୃଦ୍ଧି ଘୋଷଣା କରନ୍ତି ଏବଂ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରନ୍ତି, ତେବେ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ଚିନ୍ତା ବହୁ ପରିମାଣରେ ଦୂର ହେବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।